କଟିଓଡ଼ିଆଙ୍କ ହୃଦୟର ମଉଳମଣି କଳା ଠାକୁର। ତୁ ଜଗନ୍ନାଥ ସାରା ଜଗତର, ତୁ ପ୍ରାଣ ବିନ୍ଦୁ ସାରା ସୃଷ୍ଟିର। ତୁ ରହିଛୁ ବୋଲିରେ ଆମରି ପ୍ରାଣରେ, ତୁ ରହିଛୁ ବୋଲିରେ ଆମରି ପ୍ରାଣରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ସ୍ୱାମୀ କି ଜୟ, ଜୟ ଜଗନ୍ନାଥ। ତ ସାଙ୍ଗମାନେ ଆପଣମାନେ ଏବେ ଆମ ସ୍କ୍ରିନ୍ରେ ଏକ ଭିଡ଼ିଓ ଚାଲିଛି, ଆପଣମାନେ ଦେଖିବାକୁ ପାଉଛନ୍ତି। କୁକୁଡ଼ା ଜଗନ୍ନାଥଙ୍କୁ ସେ କିପରି ପୂଜା କରୁଛି, କୁକୁଡ଼ା ଜଗନ୍ନାଥଙ୍କୁ ସେ କିଭଳି ପ୍ରଣାମ କରୁଛି। ଆଉ ଗୋଟେ ଏବେ ଆମ ସ୍କ୍ରିନ୍ରେ ଭିଡ଼ିଓ ଆଉ ଗୋଟେ ଆପଣମାନେ ଏବେ ଦେଖିବାକୁ ପାଉଛନ୍ତି ଯେ ସେଇ କୁକୁଡ଼ା ଆମ ତିରଙ୍ଗା, ଯେଉଁଟାକି ଆମର ଜାତୀୟ ପତାକା ବୋଲି ଆମେମାନେ କହୁ, ତାହାକୁ ବି କିଭଳି ରକ୍ଷା କରୁଛି। ଜଣେ ଯୁବକ ଆସି ସେଇ ଜାତୀୟ ପତାକାକୁ ଉଠେଇ ନେଇ ଯାଉଛି, ଆପଣମାନେ ଦେଖିବାକୁ ପାଉଛନ୍ତି। ଆଉ କୁକୁଡ଼ା ତାହାକୁ ରକ୍ଷା କରିବାକୁ ଯାଇ, ଜାତୀୟ ପତାକାକୁ ରକ୍ଷା କରିବାକୁ ଯାଇ ତାଙ୍କ ସହିତ କେମିତି ଫାଇଟ୍ କରୁଛି, ଆପଣମାନେ ସ୍କ୍ରିନ୍ରେ ଦେଖିବାକୁ ପାଉଛନ୍ତି। ବହୁତ ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ ଏହି କୁକୁଡ଼ାର କାମ। ଏବଂ ଯେଉଁ ଏବେ ଦେଖିବାକୁ ପାଉଛନ୍ତି, ଇଏ ହେଉଛନ୍ତି ତାଙ୍କ ମାଲିକ। କୁକୁଡ଼ାକୁ ଏଭଳି ତାଙ୍କୁ ଶିକ୍ଷା ଦେଇଛି, ଏଭଳି ତାଙ୍କୁ ଶିଖେଇଛି। ଇଏ ହେଉଛନ୍ତି ଆମ ଜଗନ୍ନାଥ, ଆମ ବଡ଼ ଠାକୁର। ଆଉ ଇଏ ହେଉଛି ଆମ ତିରଙ୍ଗା, ଯେଉଁଟାକି ଦେଶର ଏକ ପରିଚୟ, ଏକ ଜାତୀୟ ପତାକା ବୋଲି ଆମେମାନେ କହୁ। ଆଙ୍କୁ ଆମେ ସମ୍ମାନ ଦେବୁ, ଆଙ୍କୁ ଆମେ ପ୍ରଣାମ କରିବୁ। କୁକୁଡ଼ା ସବୁ ଗୋଟି ଗୋଟି କରି ସବୁ କଥା ସେ ବୁଝିଛି। ଏବଂ ଯେଭଳି ଭାବରେ ଆପଣମାନେ ଏବେ ଚିତ୍ର ଦେଖୁଥିଲେ ଯେ ଯିଏ ବି ହେଉନା କାହିଁକି, ଏଇଟା ହେଉଛି ଆମ ଜାତୀୟ ପତାକା, ଏଇଟା ହେଉଛି ଆମ ଦେଶର ଗର୍ବ। ତାକୁ ଆମେ ରକ୍ଷା କରିବୁ, ତାକୁ ଆମେ ସମ୍ମାନ ଦେବୁ, ତାହା ଆମରି କାମ। ଆଉ ସାଙ୍ଗମାନେ ଏଇଟା କୌଣସି ଆମ ଅଦର ଷ୍ଟେଟ୍, ଅଦର ରାଜ୍ୟର ଭିଡ଼ିଓ ନୁହଁ, ଆମ ଓଡ଼ିଶା ରାଜ୍ୟର ଏକ ମୟୂରଭଞ୍ଜ ଜିଲ୍ଲା ସେଠାକାର ଭିଡ଼ିଓ ଆପଣମାନେ ଏବେ ଦେଖିବାକୁ ପାଉଛନ୍ତି। ଏକ କୁକୁଡ଼ା ମାଲିକ ଏବଂ କୁକୁଡ଼ାର ଆପଣମାନେ କର୍ମ ଦେଖିବାକୁ ପାଉଛନ୍ତି ଯେ ସେମାନେ ଦୁହେଁ ଜଗନ୍ନାଥଙ୍କୁ କିଭଳି ପୂଜା କରୁଛନ୍ତି, କିଭଳି ପ୍ରଣାମ କରୁଛନ୍ତି, ଦୁଇ ଜଣ ମିଶି ଆପଣମାନେ ଦେଖିବାକୁ ପାଉଛନ୍ତି। ଆଉ এই ଭିଡ଼ିଓ ଦେଖି ସାରିଲା ପରେ ଆପଣମାନଙ୍କୁ ଏତିକି ଶିକ୍ଷା ମିଳିବ ଯେ ଆମେ ମଣିଷ ହୋଇ ଯେଉଁ ଜିନିଷକୁ ଆମମାନେ ବୁଝିବାରେ ବିଳମ୍ବ କରୁଛୁ, ବୁଝିବାରେ ଅକ୍ଷମ ହେଉଛୁ, ଯେ ସାମାନ୍ୟ କୁକୁଡ଼ା ତାଙ୍କୁ କିଛି ଶିକ୍ଷା ଦିଆଯାଇଛି, ତାଙ୍କୁ କିଛି ଟ୍ରେନିଂ ଦିଆଯାଇଛି, ଯାହା ଥ୍ରୁରୁ ସେ କିଭଳି କାମ କରୁଛି, କିଭଳି ରକ୍ଷଣାବେକ୍ଷଣ କରୁଛି, କିଭଳି ପୂଜା କରୁଛି, କାହାକୁ ସମ୍ମାନ ଦେବୁ, କାହାକୁ ଅସମ୍ମାନ କରିବୁ, ସେ ସବୁ ବୁଝି ସବୁ ସେମିତି କାମ କରୁଛି। ଆପଣମାନେ ଲାଇଭ୍ ଆମ ସ୍କ୍ରିନ୍ରେ ଦେଖିବାକୁ ପାଉଛନ୍ତି। ତ ସାଙ୍ଗମାନେ ଆପଣମାନେ ବିଚାର କରନ୍ତୁ ଯେ ଆମେ ଏଇ କୁକୁଡ଼ା ପାଖରୁ କ'ଣ ଶିଖିବାକୁ ପାଇଲୁ। ଯଦି ସାମାନ୍ୟ କୁକୁଡ଼ା ଯାହାକୁ ଆମେମାନେ ଭକ୍ଷଣ କରୁ ମାଂସ ରୂପରେ, ସେ କଥା ଏବଂ ଇଏ ହେଉଛନ୍ତି ଆମ ଠାକୁର, ଇଏ ହେଉଛନ୍ତି ଆମ ଦେଶର ଗର୍ବ, ସେ ସବୁ ବୁଝି ସେ ତାର ଯେମିତି ତାଙ୍କ ମାଲିକ ତାଙ୍କୁ ଶିଖେଇଛି ସବୁ ସେମିତି କର୍ମ କରୁଛି। ଆଉ ଆମେମାନେ ମଣିଷ, ଆମ ପାଖରେ ଏତେ ଯେ ଶକ୍ତି ଅଛି, ଆମ ପାଖରେ ବୁଝିବାର ଶକ୍ତି ଅଛି, ଆମମାନେ କରିବାର ବଳ ଅଛି, ଆମ ପାଖରେ ସବୁ ଅଛି, ଯେଉଁଟାକି ଶ୍ରେଷ୍ଠ ପ୍ରାଣୀ ରୂପରେ ଆମେ ମଣିଷଙ୍କୁ କହୁ, ମଣିଷଙ୍କୁ ବୁଝୁ। ଆମେମାନେ କୁକୁଡ଼ାଠୁ ଆଜିକା ଡେଟ୍ରେ ମାନେ 2024 ଏବେ ହେଲା, ଆପଣମାନେ 2024ରେ ଭିଡ଼ିଓ ଦେଖୁଛନ୍ତି, ଏଇଟା 2025-26ରେ ଆପଣମାନେ এই ଚିତ୍ର ଆପଣମାନେ ଦେଖିବାକୁ ପାଉଛନ୍ତି ଯେ ଆମେ କେଉଁଠି ରହୁଛୁ ଏବଂ ପଶୁମାନଙ୍କଠୁ ଆମେ କେତେ ପଛରେ ରହିଛୁ। ଆପଣମାନେ ଦେଖିବାକୁ ପାଉଥିବେ, ଆପଣମାନେ ନ୍ୟୁଜ୍ ଏବଂ ଟିଭି ମିଡ଼ିଆରେ ଆପଣମାନେ ଦେଖିବାକୁ ପାଇଛନ୍ତି, ଏବେ ବି ପାଉଛନ୍ତି ଯେ ମଣିଷମାନେ କିଭଳି କୁକର୍ମ କାମ କରୁଛନ୍ତି। କେଉଁଠି ବଳାତ୍କାର ହେଲା, କେଉଁଠି ମର୍ଡ଼ର ହେଲା, କେଉଁଠି କ'ଣ ସବୁ କରିଦେଉଛନ୍ତି। ଖାଲି ସାମାନ୍ୟ ଟିକେ ସେମାନେ ନିଶା ପାଣି ଏବଂ ନିଶା ପିଇକି ବି
न पिकी भी किभଳି काम କରୁଛନ୍ତି ଆପଣ ମାନେ टीवी मीडिया तो आपण माने देखा पाउथिबे। ए वीडियोटी देखैबार कारण होची या एई कुकुडांकर वीडियोटी आपण मानको देखैबार अर्थ होची या जे आपण माने कुकुडा ठु टिके सिखंतु जे आजिका 2025-26 एबे तो 26 चललानी जे आमे कुकुडा ठु ज्ञान रे एवं कुकुडा ठु बुझिबारे आमे केते कमी एबे पर्यंत आमे अछु आपण माने लाइव देखिबा को पाउचंती। जदि कुकुडा से बुझी पारुची कुकुडा जदि से काम करि पारुची आमे कोन पई काम करि परिबुनी। जय जगन्नाथ जय श्रीराम। आ गतकाली मु एक वीडियो पोस्ट करछि आपण माने देखिनांती जदि गतकाल रो वीडियो बहुत ही सुंदर वीडियोटी थिला जो वीडियो रे मु कहिछि जे गोटिए परिवार रे समस्ते सरकारी चाकरी करि परिबे नाही एतिप्रति आमर एमएलए एमपी जो माने आमर आईन तैयार करूछंती विधायक एमएलए एमपी तो गतकाल रो वीडियो जदि आपण माने देखिनांती तो आम चैनल रे अछि आपण माने देखि नेबे काहे कि ना गतकाल रो वीडियो बहुत ही सेंसिटिव टॉपिक रे थिला बहुत ही इंपोर्टेंट कथा सब मु कहिछि आपण माने जदि देखिछंती बहुत भलो कथा आ आपण माने जदि देखिनांती तो प्लीज आपण माने देखि नेबे मु सेही वीडियो रे कहिछि जे गोटिए परिवार रे मात्र जड़े ही सरकारी चाकरी पांतु आउ ता बाद केही सरकारी चाकरी रे हकदार न हुअंतु एई विषय रे मु गतकाल रो वीडियो रे मु कहिछि आउ एथि पई कहिछि जदि गोटिए परिवार रे 2-3 जन चाकरी करिवे तो तांको फैमिली तांको परिवार एवं तांकर जो वंश रे समस्त चाकरी करिवे किंतु आम माने आम परिवार रे जो माने एबे पर्यंत गोटे भी चाकरी पाई पार नांती एवं चाकरी कर नांती सेही परिवार आम परिवार केबे भी चाकरी रे हकदार हे परिबेनी काहे कि ताहा भी मध्य से वीडियो रे मु कहिछि आपण माने देखि नेबे आ एटा विराट सत्य आपण माने जदि आपण मानकर पाखरे जो माने चाकरी करिसंती आपण माने देखिथिबे जे जदि तांको घरे सेही फैमिली रे जदि जणे चाकरी करिछि तांको पुओ भी चाकरी करिवो तांको झियो भी चाकरी करिवो तांको बड़पुआ भी चाकरी तांको 14 पुरुष तांको परिवार एवं तांको वंश चाकरी रे जीवो आ आमे आम परिवार जदि केही चाकरी कर नांती एबे पर्यंत तो आमे माने केबे भी चाकरी रे हकदार हे परिबुनी आ